ସକାଳୁ ଉଠି ବାରିଆଡ଼କୁ ଯାଇଥିଲି, ଦେଖିଲି ପୁରା ଝଣଝଣିଆ ପୋଇ ଶାଗ ହେଇଛି। ତାପରେ ଆଉ ଲୋଭ ସମ୍ଭାଳି ପାରିଲିନି, ସବୁ ଛିଡ଼େଇକି ନେଇ ଆସିଲି। ଏତେ ଝଣଝଣିଆ ପୋଇ ଶାଗ ଦେଖି ବୋଉ କହିଲା, ଆଜି ଆମେ ପୋଇ ଶାଗ ରାଇ କରିବା। ମୁଁ କହିଲି, ଆଚ୍ଛା ପୋଇ ଶାଗ କ'ଣ ରାଇ ହୁଏ? ନା ହଁ। ଆଚ୍ଛା କେମିତି ହୁଏ? ନା ହଁ କହୁଛି ତୋତେ। ସେ କହିଲା, ପ୍ରଥମେ ପୋଇକି ଧୋଇକି ଚୁନ ଚୁନ କରି କାଟିଦେବ। ତାପରେ ତାକୁ ତେଲରେ ଟିକେ ଲୁଣ ପକାଇକି ତାକୁ ବହୁତ ଭଲ ଭାବେ ଭାଜି ନେବ, ଯେମିତି ପୁରା ଭାଜି ହେବ, ତା ଲାଳ ଅଂଶ ଯେମିତି ଛାଡ଼ିଯିବ। ତାପରେ ମସଲାରେ ସୋରିଷ ମସଲାରେ ସବୁ ପକାଇକିନା ଭଲସେ କଷିବ, ଯେମିତିକି ଅଦା ରସୁଣ ଟମାଟୋ ପକାଇକି ଆଉ ତାକୁ ବହୁତ ଭଲ ଭାବେ କଷିବ। କଷି ସାରିଲା ପରେ ଆରପଟ କଡ଼େଇରେ ଆଳୁ ବି କିଛି କଷିଥିବ, ତା ଆଳୁ ପକାଇକି ତାକୁ ବହୁତ ଭଲ ଭାବେ ଲେଉଟ ପେଉଟ କରିଦେବ। ତାପରେ ଟିକେ ପାଣି ଆଡ଼୍ କରିଦେବ। ପାଣି ଟିକେ ଫୁଟି ଆସିଲା ବେଳକୁ ତାପରେ ଶାଗ